ନିର୍ବାଚନ ପ୍ରକ୍ରିୟା ପରିପ୍ରେକ୍ଷୀରେ ସୁଚିନ୍ଦା ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ରବି ନାରାୟଣ ନାୟକ ପତ୍ରାପଲ୍ଲୀ ଗାଁକୁ ଆସିଥିଲେ। ଗାଁରେ ଥିବା ଅସୁବିଧା ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିକୁ ଆଗକୁ ଆଣିବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। ନିର୍ବାଚନ ପ୍ରକ୍ରିୟା ପରିପ୍ରେକ୍ଷୀରେ ପତ୍ରାପଲ୍ଲୀ ଗାଁକୁ ଆସିଥିଲେ। ଏ ପତ୍ରାପଲ୍ଲୀ ମୋ ଗାଁ ପାଖ ଗାଁ। ଏଠି ବି ଆମେ ଛୋଟ ସମୟରେ ପତ୍ରାପଲ୍ଲୀ ଗାଁ ସହିତ ଆମର ବହୁତ ଓତପ୍ରୋତ ସମ୍ପର୍କ ଥିଲା। ଆଜି ବି ସମ୍ପର୍କ ଅଛି, ବନ୍ଧୁବାନ୍ଧବ ଅଛନ୍ତି। ସେ ଦୃଷ୍ଟିରୁ ନିର୍ବାଚନ କେମିତି ଏ ଗାଁର ଭୋଟଦାନ ମତଦାନ ହେଇପାରିବ ସେ ଦୃଷ୍ଟିରୁ ଆମେ ଲୋକଙ୍କୁ ଅନୁରୋଧ କଲୁ, ମା ମାନଙ୍କୁ ଅନୁରୋଧ କଲୁ ଏବଂ ଗାଁର ପାଖର ଲୋକ ଥିବା ଦୃଷ୍ଟିରୁ ଅନେକ ଗୁଡ଼ିଏ ବିଷୟ ଆଲୋଚନା ହେଲା। ସେମାନେ କିଛି ପ୍ରସ୍ତାବ ଦେଲେ ଆଗାମୀ ଦିନରେ ମେଗା ଲିଫ୍ଟ ପଏଣ୍ଟ ଉପରେ ଆଗାମୀ ଦିନରେ ଗାଁରେ ଥରେ ବସି ଆଲୋଚନା କରିବ ଏବଂ ଯୋଜନା ପ୍ରସ୍ତୁତ କରିବା ବିଷୟ ଦେଖିବା ଏବଂ ଏଠିକାର ୱାଟର ସପ୍ଲାଏ ଠିକ ଭାବରେ ଚାଲୁନାହିଁ। ମାନେ ସବୁ ଅଛି, ଏଠିକାର ଡିବୋରେଲ ବି ଅଛି, ଟ୍ୟାଙ୍କ ବି ଅଛି, କିନ୍ତୁ ପାଣି ପହଞ୍ଚି ପାରୁନାହିଁ। ତ ସେ ବିଷୟ ନେଇକିନା ବି ସେମାନେ ଅନୁରୋଧ କରୁଥିଲେ ଏବଂ ସମ୍ପୂର୍ଣ୍ଣ ଗାଁ ହେଉଛି ଚାଷ ଉପରେ ନିର୍ଭର। ଆଗାମୀ ଦିନରେ ଟେଲ୍ ଲେନ୍ ପର୍ଯ୍ୟନ୍ତ କେମିତି ପାଣି ପହଞ୍ଚି ପାରିବ ତାର ବ୍ୟବସ୍ଥା କରିବା ପାଇଁ ତାଙ୍କର ପରାମର୍ଶ ରହୁଥିଲା। ନିଶ୍ଚିତ ଭାବରେ ମୋତେ ତାଙ୍କର ଆଶୀର୍ବାଦ ହେଲେ ଏ ବିଷୟ ପ୍ରତି ମୁଁ ଦୃଷ୍ଟି ଦେଇ ତାଙ୍କର ସେବା କରିବି ବୋଲିକା ମୁଁ ତାଙ୍କ ପାଖରେ ମୋର ଆଶା ବ୍ୟକ୍ତ କରିଛି। ନିର୍ବାଚନ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ 400+ ଏବଂ ଓଡ଼ିଶାରେ ସରକାର ଗଠନ କରିବ। ଲୋକଙ୍କର ମନ ପରିବର୍ତ୍ତନ ହେଇଛି। ଦୀର୍ଘ 25 ବର୍ଷ ବିଜୁ ଜନତା ଦଳର ସରକାର ଦେଖିଲା ଭିତରେ ସେମାନେ ଅନୁଭବ କରିଛନ୍ତି ଯେ ଓଡ଼ିଶା ଭରପୁର ଖଣି ପାଣି ଜଳ ସମ୍ପଦ ଥିବା ସତ୍ତ୍ୱେ ବି ଆମେ ଯେତେ ଉନ୍ନତି କରିବା କଥା ସେତେ ଉନ୍ନତି କରିପାରୁନା। ସେଇ ଦୃଷ୍ଟି ନେଇ ଯେଉଁ ପାଣ୍ଡିଆନ ଆଗାମୀ ଦିନରେ ସରକାର କରିବ ବୋଲିକା ଲୋକମାନଙ୍କ ଭିତରେ ଗୋଟେ ଘୃଣା ଭାବ ହେଇଛି। ସେଇ ଦୃଷ୍ଟିରୁ ସେମାନଙ୍କ ଭାରତୀୟ ଜନତା ପାର୍ଟି ପ୍ରତି କେମିତି ସରକାର ହେବ ଏବଂ ସେମାନେ ସରକାର କରିବେ ଏବଂ ଦିଲ୍ଲୀର ସଙ୍ଗରେ ଡବଲ ଇଞ୍ଜିନର ସରକାର ହେବ ଏ ଆଶା ଓଡ଼ିଶା ପ୍ରଦେଶର ସମସ୍ତ ଜନସାଧାରଣଙ୍କର ଅଛି। ସେହି ଦୃଷ୍ଟିରୁ ବିକଶିତ ଭାରତ ଭିତରେ ଆମେ ଯଦି ସାମିଲ ହେଇପାରିବା ମୁଁ ଭାବୁଛି ଓଡ଼ିଶା ଆଗକୁ ଯାଇପାରିବ, ଏଠିକାର ଗରିବୀ ହଟିପାରିବ ଏବଂ ଆଗାମୀ ଦିନରେ ବିକାଶ ହେଇପାରିବ। ତ ସେ ବିଷୟକୁ ଆମେ ଗାଁ ଗାଁରେ ପହଞ୍ଚୁଛୁ ଏବଂ ଆଗାମୀ ଦିନରେ ସରକାର ହେବ ବୋଲିକା ଆମର ଏବଂ ଲୋକଙ୍କ ଭିତରେ ନିଶ୍ଚିତ ଆସ୍ଥା ଅଛି।